ମୁଁ ସେଥିରେ ଏକମତ ନୁହେଁ। ଏକଥା ସେଇ ପାର୍ଟକୁ ଆଉଟା ଯିବା ତେଣୁ ଆପଣ ଯୋଡ଼ିଏ ପ୍ରଶ୍ନ ତା ଦେହରେ ରଖିଦେଇଛନ୍ତି। ଇଦରେ ମୁବାରକ କରିବା, ଦୁର୍ଗା ପୂଜାରେ ଅଭିନନ୍ଦନ କରିବା, ଆପଣଙ୍କ ଘରେ ଗୋଟେ ପୁଣ୍ୟ ପର୍ବ ହେଲେ କୌଣସି ଲୋକଙ୍କୁ ଡାକିକି ଗେଷ୍ଟ କରିବା, ଅପରାଜିତା ନବୀନ ପଟ୍ଟନାୟକ କାଢି ଦିଅନ୍ତିନି? କିନ୍ତୁ ତାଙ୍କ ଝିଅ ବାହାଘରକୁ ଯେତେବେଳେ ଅପରାଜିତା ଗଲେ, ନବୀନ ପଟ୍ଟନାୟକ ଗଲେ, ସେ କୋଉ ବେଳେ ସତ୍କାର କଲେ? ତେଣୁ ଇଦରେ ସବୁ ଦଳ ଏକାଠି ହେଇକି ଯାଆନ୍ତି। ସେଥିରେ ଗୋଟେ ଆପଣ ଧାର୍ମିକ ଭାବନାଟାକୁ ନେଇକି ରାଜନୀତି କି ପୁରେଇବାନି। ଆଉ ଗୋଟେ କଥା ହେଲା ରାଜ୍ୟ ରାଜନୀତି କଡ ଲେଉଟେଇବ। ରାଜ୍ୟ ରାଜନୀତିରେ ଗୋଟେ ବଡ ପରିବର୍ତ୍ତନର ସଂକେତ ମିଳିଯାଇଛି। ରାଜ୍ୟସଭାରେ 6 ନେତା ବିଜେଡି ନେତା କ୍ରସ୍ ଭୋଟିଂ କରିଛନ୍ତି। ପୂର୍ବରୁ 2 ଜଣଙ୍କୁ ବାହାର କରିଥିଲେ, ଆଉ 6 ଜଣ। କଂଗ୍ରେସରେ ଯୋଉ ନେତା କହୁଥିଲେ ରମେଶ ଜେନା ଭଳି ନେତା ଯିଏ ଜମା କଂଗ୍ରେସ ଛାଡିବେନି, ସିଏ ମଧ୍ୟ ନିଶ୍ଚିତ ହେଲା କଂଗ୍ରେସରୁ ଆଜ୍ଞା ନିଲମ୍ବିତ ହେଇଛନ୍ତି। ଯଦି ଏ ସାମଗ୍ରିକ ଭାବରେ ଆପଣ ଘଟଣାବଳୀକୁ ଅନୁଧ୍ୟାନ କରିବେ, କ୍ଷମତା ଯୁଆଡେ ନେତା ସୁଆଡେ। କ୍ଷମତା ଯଦି ହୁଏ ଗୁଡହାଣ୍ଡି, ଆମର ନେତା କର୍ମୀ ମାନେ ହଉଛନ୍ତି ପିମ୍ପୁଡି। ଆଉ ଗୁଡହାଣ୍ଡି ଅଛି ବିଜେପି ପାଖରେ, ଇଏ ବିଜେଡି ଆଉ କଂଗ୍ରେସ ଭବନ ଚାରିପଟେ ବୁଲିଲେ କଣ ପାଇବେ? ତେଣୁ ଏଇଟା ଗୋଟେ ଆଜି ନୂଆ କଥା ନୁହେଁ। ଅତୀତରେ ଆପଣ ଦେଖିବେ ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ଟାଣୁଆ ନେତା ମାନେ ମଧ୍ୟ କଂଗ୍ରେସ ଛାଡିଛନ୍ତି। ନବ ଦାସଙ୍କ ଭଳି ଟାଣୁଆ ନେତା ବି କଂଗ୍ରେସ ଛାଡିଛନ୍ତି। ଗଦା ଗଦା ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆମର ଗଞ୍ଜାମର ନେତା ସାହୁ ବାବୁ ବି ଛାଡିଛନ୍ତି। ଏମିତି ଅନେକ ନେତା ମଧ୍ୟ ଆଜ୍ଞା ଅଛନ୍ତି। ତେଣୁ ଗାଇମୋଟ କହିଲେ ରାଜନୀତି ହେଉଛି ଗୋଟେ ସ୍ୱାର୍ଥ ସର୍ବସ୍ୱ। ନୀତି ଆଉ ନୈତିକତା ଏଥିରେ କିଛି ନାହିଁ ଭାଇ। ଯୋଉଠି ଫାଇଦା ନେତା ସେଇଠି ରହିବା ସ୍ୱାଭାବିକ। ଆଜି ଯୋଉମାନେ ବିଜେପି କୁ ଯାଉଛନ୍ତି, ମନେକର ଟୁବୁ ତ୍ରିପାଠୀ ଉଦାହରଣ ଦଉ ଛୋଟିଆରେ, ଟୁବୁ ତ୍ରିପାଠୀ ବିଜେପି ଟିକେଟ ନେବେ 29ରେ। ସେଠି ଯେ ଶୁଭ୍ରାଂଶୁ ବାବୁ ଆଉ ତୁଷାର ଚକ୍ରବର୍ତ୍ତୀ ବାବୁ ଯିଏ ସଂଗଠନ କରୁଥିଲେ, ସେ ଖାଲି ବିଜେଡି କି ନହେଲେ କଂଗ୍ରେସକୁ ଯିବେ। କାରଣ ଯିଏ ଭାଇ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ସଂଗଠନ କରୁଛି, ସିଏ କଣ ଆଉ ଜଣେ ନେତାଙ୍କୁ ଜିତେଇବା ପାଇଁ? ଏମିତି ଦଳ ବଦଳ ଆପଣ 29ରେ ଚକିତ କଲା ଭଳି ଜିନିଷ ଦେଖିବେ। ଆଜି ଯିଏ କହୁଛନ୍ତି ମୋହନ ଦାଦାଙ୍କ ଫ୍ୟାନ୍, କାଲି ସେ ନବୀନ ପଟ୍ଟନାୟକ ଚାରିପଟେ ବୁଲୁଥିବେ। ନବୀନ ପଟ୍ଟନାୟକ ଫ୍ୟାନ୍ କହୁଥିବା ଲୋକମାନେ ଭକ୍ତ ବାବୁଙ୍କ ଚାରିପଟେ କିମ୍ବା ମୋହନ ବାବୁଙ୍କ ଚାରିପଟେ କି ମନମୋହନଙ୍କ ଚାରିପଟେ ଘୁରି ବୁଲୁଥିବେ। ଗରିବ ମାଇପ ସମସ୍ତଙ୍କ ଶାଳି ଭଳିଆ ଆମକୁ ସମସ୍ତଙ୍କୁ ସୁବିଧା ହଉଛି ଭୋଟରଙ୍କୁ କିଣା ବିକା। ଭୋଟର ବୁଝନ୍ତିନି, ମାଉଁସ ଖାଇକି ମଦ ପିଇକି ଭୋଟ ଦଉଛନ୍ତି। ମୁଁ ଟିକେ ସେଥିରେ ଏକମତ ନୁହେଁ। ତମେ ଏଇନା ଯାଇକି ଗୋଟେ କୋଟି ଟଙ୍କା ଦେଲେ ଗୋଟେ ଜାଗାରେ ମିଳେଇଯିବ? ଆରେ ଟଙ୍କା ତମ ହାତରୁ ନବା ପାଇଁ ମଧ୍ୟ ତମର ଗୋଟେ ଶକ୍ତି ରହିଥିବା ଦରକାର, ସେ ତମକୁ ଚିହ୍ନିଥିବା ଦରକାର, ତମେ ଗୋଟେ ସଂଗଠକ ହବା ଦରକାର। ବହୁତ ଜିନିଷ ତା ଦେହରେ ରହିଛି। ଜନତା କାହିଁ ବୋକା କରିବେ? ଗତ ନିର୍ବାଚନରେ ଯୋଉମାନେ ଦଳ ବଦଳ କରିଛନ୍ତି ସମସ୍ତେ କଣ ଜିତି ଯାଇଛନ୍ତି? ଅନେକ ଲୋକ ବି ନିର୍ବାଚନରେ ଗଡି ପଡିଛନ୍ତି। ତେଣୁ ସେଭଳି ଭାବରେ ହାର ଜିତି ନିଷ୍ପତ୍ତି ଜନତା ମଧ୍ୟ ବୁଦ୍ଧିଆ ହେଇଗଲେଣି। ଯୋଉମାନେ ତାଙ୍କୁ ବୋକା ଭାବୁଛନ୍ତି, ମୁଁ କହିବି ସେମାନେ ହଉଛନ୍ତି ସବୁଠୁ ବଡ ବୋକା। 29ରେ ଦେଖନ୍ତୁ ଦଳ ବଦଳକାରୀ ମାନଙ୍କୁ ଲୋକ ଜବାବ ଦେବେ।